समस्त को मोर नमस्कार जय जगन्नाथ। मैं आशा करुँची आपण मैंने बहुत भलरे थे। आज हूँ पहली रज, आपण मानू हैप्पी रज। जय जगन्नाथ। हैप्पी रज समस्त की। चूना गोटा आरंभ हो जाइए। आयुष कहले मुझे चलेबी मु चलाऊली मैंने चलिया हो कहीं गोड़ी अच्छी आदि बोली से चलिया हो गोटे गोटे गोड़ी जहाँ थी ना सब बाहर आयुष कहले मुझे चलेबी माँ को साहय करदेवी ग्राइंडर भारी चलो था एमती ग्राइंडर बटेब ना एमती ढिंकुरे फुटा जाए सेमतिया ढिंकी फुटा गला फुटा ग्राइंडर जमी ढिंकी फुटा भाई आयुष पूरा डरीगले मानने सेतक होगला चूना होगला से ग्राइंडर पूरा डाक देला समस्ते डरीगले आयुष भी डरीगले आगे पार एमती सुखी सुखी दूसरे सी होता लास्ट को ग्राइंडर टाइम लाखिगला जोरे साउंड कला ना आयुष पूरा डरिकी छानिया केते जोरे डरला आयुष समस्ते रज पिठा में माँ एबे नड़िया करोची ना नड़िया करोचु देखते एतक कर ओहो पिठा पाई नड़िया करा रज पाई आंतु मम्मी एबे एठी पिठा करुची पिठा होची पिठा केमती होची ता ऊपर दिया होची केमती देखंतु खाइलो तमे पिठा हां बा कटे बा हेई साइले अल्प हे जाईची आ करे होची ना एठी कम बसची ओहो मटा तकरी बसची हेले देखंतु केन थुआ होची सी गोटे गोटे आ तळे भी आ गोटे अछि आ गोटे भी अछि तीनटा हां बा किंतु तापर ता मुंटा दे देबे तेल चमचा इटा तापर बसिया हबो गैस रे ना आयुष ए खाऊँ पिठा और मटर तरकारी पिठा आयुष ए पिठा तरकारी खाऊच केमती लगुच भल लगुच मत डाकबनी आयुष ए खातु पिठा तरकारी ये भी खाऊँ चाहा आ चकुड़ी पिठा से गले चकुड़ी खाइबे इडली पिठा खाइबे नहीं मुझे खाइबे भात काली अरुआ खाई अरुआ किसी पिठा पिठा खाइबे नहीं पखाड़ मटर तरकारी खाइबे जाऊँ आज सब ये हम गैस हम चूल्हे हेनी गैस तो आसी जाइए कौन भाई पिठा खाऊँ भल हो पोड़ पिठा खाइब के सैले खाइब सन्ध्या खाइब ना देखते समस्ते मम्मी एठे एबे चिकेन करती चिकेन तरकारी देखंतु केंत हेची हाँ कसारे खाइबे ना तरकारी ले खाइबे कसारे खाइबा नहीं तरकारी ले काले खाइबे हाँ हाँ डाल मम्मी के समय लगे ओहो मुझे रज मान खाई दीटा
ନା ମୋର ଭଲ ଲାଗୁଛି। କ'ଣ କହିଲ ଆଣିକି ମମି ଆଜି କ'ଣ ପଖାଳ ଖାଉଛୁ? ପଖାଳ ଖାଇକି ପିଠା ଖାଇଲି। କାଲି ଉଷା ହେଇଥିଲା ତ ଗୁରୁବାର ହେଇଥିଲା। ହଁ ଆଉ ଅରୁଆ ପିଠା କହୁଛି ଓହୋ ପଖାଳ ଦେଖନ୍ତୁ ବାସି ପଖାଳ ମଟର ଘୁଗୁନି ଆଉ ଲଙ୍କା ଆଉ ନା ଗୋଟେ ବଢ଼ିଆ ଦିନ ମଜା ପଖାଳରେ। ଦେଖନ୍ତୁ ପଖାଳ ଭାତକୁ ଆଉ ମଟର ତରକାରୀ ଓ ବହୁତ ଭଲ ନା। ଖାଇବୁ ଆସି ହଁ ଚାଲ ନା ମୁଁ ବା ଖାଇଲି ଆଉ ଖାଇବିନି। ତମେ ପିଠା ମଟର ଖାଇଦେଲା ଆଉ। କାଲି ଅରୁଆ ଖାଇଥିଲି କାଲି ରାତିରେ ଅରୁଆ ଖାଇଥିଲା ଆଉ ଆଜି ପିଠା ଖାଇଲେ ଓହୋ ଦେଖନ୍ତୁ ପଖାଳ ଭାତ ମଟର ତରକାରୀ ଆଉ। ମମି କ'ଣ କରୁଛୁ? ଏଇ ପୋଡ଼ ପିଠା ବନାଉଛି ନା। ଓହୋ ଦେଖନ୍ତୁ ପୋଡ଼ ପିଠା ହେଉଛି। ପାଣି ଦେଇଛି ତା ଦେହରେ ପାଣି ଦେଇକି ପଡ଼ିଯାଇଛି କ'ଣ କହିଲ ମରିଚ ଗୁଣ୍ଡ ପଡ଼ିଛି ଲୁଣ ପଡ଼ିଛି ହଁ ତେଜପତ୍ର ଯୋଉଠି ପକାଇଦେବା। ହଁ ତେଜପତ୍ର ପଡ଼ିଲା ଆଉ କ'ଣ ପକଉଛି ଏଇଥାଉ ଦେଖିବନି ନା ତା ଦେହରେ ଟିକେ ଅଦା ଛେଚା ହେଇକି ପଡ଼ିବ। ହଁ ଅଦା ଛେଚା ହେଇଗଲା ପଡ଼ିଲା ଅଦା ଛେଚା ହେଇକି ପଡ଼ିଲା ଆଉ ନା। ଦେଖନ୍ତୁ ଆଉ ଇଏ ଗୋଟେ ହେଉଛି ଯେଉଁ ଗୁଜୁରାତି ଗୁଜୁରାତି 4-5ଟା ପକାଇଦେଲି। ଆଉ ତା ଦେହରେ ଟିକେ କ'ଣ ଟିକେ ଗୁଡ଼ ଦେଇଦେବା ଦେହରେ କଲର୍ ଆସିବା ପାଇଁକା। ଗୁଡ଼ କେମିତି ଦିଆହେଉଛି ଦେଖନ୍ତୁ। ଗୁଡ଼ ଦିଆ ହେଇଗଲା ଟିକେ ମିଠା ହେବ ଯେମିତି ସେମିତି ଦେଇଦେବା ଟିକେ ଆଉ। ତାପରେ ନଡ଼ିଆ ଯେଉଁ କାଟିକି ରଖିଥିଲି ନା ମୁଁ ସେ ନଡ଼ିଆ ପକାଇଥିଲି। ଆଉ ଏଇ ଯେଉଁ କୋରିଆ ହେଇକି ନଡ଼ିଆ ରହିଥିଲା ୟାକୁ ବି ଟିକେ ପକାଇଦେବା। କୋରା ନଡ଼ିଆ ପଡ଼ିବ ଜୋରସୋର ଦେଇଦେବା। ତାପରେ ପାନ ମଧୁରୀ ପଡ଼ିଲା ପାନ ମଧୁରୀ ପକାଇଦେବା। ପାନ ମଧୁରୀ ପଡ଼ିଗଲା ପାନ ମଧୁରୀ ଆଉ ହେଉଛି ଆଉ କିସମିଶ ଦେଇକି ଟିକେ ପକାଇଦେବା। ତମେ ତ ଭଲ କିସମିଶ ନା। ହଁ ତାପରେ କ'ଣ ଆଉ ପଡ଼ିବ? ଟିକେ କାଜୁ ଆଉ ଚେରକୋଳି ଚେରକୋଳି ଟିକେ ପକାଇଦେବା। ପୋଡ଼ ପିଠାଟା ବଢ଼ିଆ ହେଉଛି ଆଜି। ଏବେ ସୁଜି ପକାଇଦେବା ତା ଦେହରେ ଆଉ ସୁଜି ପକାଇକି ଏମିତି ଜନ୍ତିବା ଆଉ ଯେମିତି ଚାଉଳ ଚୁନା ମଣ୍ଡା ପିଠାକୁ ଜନ୍ତା ହୁଏ ସେମିତି ଜନ୍ତା ହେବ ଆଉ। ଓହୋ ମମି ଏତେ କ'ଣ ଯେଉଁ ପଡ଼ିଛି କ'ଣ? ଏସବୁ ବା ଦିଆହେବ ଉପରେ ଦିଆହେବନି ଓହୋ ପୋଡ଼ ପିଠାର ଯେଉଁ ଉପରେ ଦିଆହେବା ପାଇଁ ରଖା ହେଇଛି ଏସବୁ ଜିନିଷ ଖାଇଛି ନା। ପୋଡ଼ ପିଠା ହେଇଗଲା ଜନ୍ତା ହେଇଗଲା ଜନ୍ତା ହୁଏ ସେମିତି ଦେଖନ୍ତୁ କେମିତି ଆଜି ତେଲ ଭଲ ହେବ। ଆଉ ପତ୍ର ବି ପୋଡ଼ି ଦେଇଛି ତା ଦେହରେ ଗ୍ୟାସ୍ରେ ହେଲା। ହଁ ଆଇସ୍ ବି ସଜାଉଛନ୍ତି ଦେଖନ୍ତୁ କେମିତି ଆଇସ୍ ବି ଲାଗି ପଡ଼ିଛନ୍ତି ପୋଡ଼ ପିଠା ତିଆରି କରିବାରେ। ଆଇସ୍ ସଜାଉଛନ୍ତି ବହୁତ ସୁନ୍ଦର ଭାବରେ ସଜାଉଛି ଆଇସ୍। କାଜୁ ଦେଇଦିଅ କାଜୁ ଦେଇଦିଅ ତ ଦେଖନ୍ତୁ ଆଇସ୍ କାଜୁ ଏବେ ଦେଇଦେଲେ ସରିଗଲା। ଆଇସ୍ ପୁରା ଲାଗି ପଡ଼ିଛନ୍ତି। ତାପରେ ମୁଁ ଏଠି ଚକଡ଼ି ସାରିଲାଣି ଏ ଚକଟା ହେଇଯାଇଛି ଏଥର ଦିଆହେବ। ଦେଖନ୍ତୁ ଥୋଇଦେବା। ହଉ ଆଦେହରେ ସଜାଅ ଏଇ ସଜାଅ। ଦେଖନ୍ତୁ ଏବେ ସଜିଆ ହେଇଗଲା ପୋଡ଼ ପିଠାଟାକୁ। ଏବେ ତାକୁ ଘୋଡ଼େଇକି ଏଥରକ ଚୁଲିରେ ବସେଇବା। କିନ୍ତୁ ତାପରେ ପତ୍ର ଦିଆହେବ ତେଲ ମରା ହେବନି ନା ତାହେଲେ ମାରିଯିବା ପତ୍ରରେ। ଓହୋ ହେଇଗଲା ଦେଖିଲ ଟି ବହୁତ ସୁନ୍ଦର ହେଇଛି। ଦେଖନ୍ତୁ ଏବେ ଗ୍ୟାସ୍ ଅନ୍ ହେଲା ତା ଉପରେ ବସିବ ଆଉ। ଆଇସ୍ ଯଦି ସଜାଡ଼ିକି ପୁରା ମାନେ ପୋଡ଼ ପିଠାଟାକୁ ତିଆରି ହେଲା। ମୁଁ ଆଜି ସାଇଜ୍ କରିଛି ବା ଆଇସ୍ ପୁରା ଆଜି ମାନେ ସବୁ ସାଇଜ୍ କରିଛନ୍ତି। ଏ ଥଣ୍ଡା ହେଇଯାଇଛି ମୁଁ କେତେବେଳୁ ବାହାର କରିସାରିଲାଣି। ସ୍ୱାଧୀନତାରେ ଦେଖିଲା ବୋଲି କେମିତି ହେଇଛି।
ପୁରା ଯାଇଛି ପୋଡ଼ି ଯାଇଛି